ସନ୍ଧ୍ୟାବେଳର ସମୟ ଥିଲା। ବସ୍ଷ୍ଟାଣ୍ଡରେ ବହୁତ ଭିଡ଼ ଥିଲା। ସମସ୍ତେ ଯିବା ଆସିବା କରିବା ପାଇଁ ତରତର ହୋଇ ଯିବା ଆସିବା କରୁଥାନ୍ତି। ବସ୍ଷ୍ଟାଣ୍ଡ ବାହାରେ ଗୋଟେ ଠେଲାରେ ସିଙ୍ଗଡ଼ା ଛଣା ହେଉଥାଏ। ସିଙ୍ଗଡ଼ା ଛାଣୁଥିବା ଲୋକର ଦେହ ଝାଳରେ ଭିଜି ଯାଇଥାଏ। ଆଉ ମୁଣ୍ଡରେ ଏତେ ଚିନ୍ତା ଥାଏ ଯେ ତାଙ୍କୁ ଯିଏ ବି ଦେଖୁଥାଏ ସ୍ପଷ୍ଟ ଭାବରେ ଜାଣିପାରୁଥାଏ ସେ ବହୁତ ଚିନ୍ତାରେ ଅଛନ୍ତି। ତାଙ୍କ ନାମ ଥିଲା ଉଦୟ ପ୍ରତାପ। ଗୋଟେ ସମୟରେ ସେ ସାଧାରଣ ଲୋକ, କିନ୍ତୁ ବହୁତ ପରିଶ୍ରମୀ ଥିଲେ। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସେ ଜଣେ ସିଙ୍ଗଡ଼ାବାଲା। ଯିଏ ଏତେ ପରିଶ୍ରମୀ ଥିଲେ ତାଙ୍କ ସହିତ କ'ଣ ହେଲା, ଜାଣିବା ପାଇଁ କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ସାଙ୍ଗମାନେ, ଆସନ୍ତୁ ଜାଣିବା କ'ଣ ହେଲା ସେ ସିଙ୍ଗଡ଼ାବାଲା ସହିତ। ସେ ତାଙ୍କ ସ୍ତ୍ରୀର ପାଠପଢ଼ା ପାଇଁ ତାଙ୍କର ଜମା କରିଥିବା ସବୁ ଟଙ୍କା ପଇସା ଖର୍ଚ୍ଚ କରିଦେଇଥିଲେ। ପରିସ୍ଥିତି ତାଙ୍କର ଏମିତି ହୋଇଗଲା ଯେ ବସ୍ଷ୍ଟାଣ୍ଡରେ ସିଙ୍ଗଡ଼ା ବିକିବା ପାଇଁ ସେ ମଜବୁର ହୋଇଯାଇଥିଲେ। କିନ୍ତୁ ତାପରେ ମଧ୍ୟ ସେ କାହା ଉପରେ ଅଶାନ୍ତି ହୁଅନ୍ତି ନାହିଁ। ସେ ତାଙ୍କ ଜୀବନରେ ବହୁତ ଖୁସି ଥାନ୍ତି। ସେତିକି ବେଳେ ଗୋଟେ ବସ୍ ଆସିଲା। କିଛି ଲୋକ ବସ୍ରୁ ଓହ୍ଲେଇଲେ ତ ଆଉ କିଛି ଲୋକେ ବସ୍ରେ ଚଢ଼ିଗଲେ। ଉଦୟ ପ୍ରତାପ ସବୁଦିନ ପରି ଡାକିଲେ, ସିଙ୍ଗଡ଼ା ନିଅ ସିଙ୍ଗଡ଼ା, ଗରମ ଗରମ ସିଙ୍ଗଡ଼ା। କିନ୍ତୁ ଏଥର କିଛି ଅଲଗା ହେଲା। ହଠାତ୍ ବସ୍ଷ୍ଟାଣ୍ଡରେ ହୋ ହଲ୍ଲା ହେବାକୁ ଲାଗିଲା। ଗୋଟେ ପଟୁ ପୋଲିସ ଦୌଡ଼ିକି ଆସିଲେ। ପୋଲିସକୁ ଦେଖି ଯାତ୍ରୀମାନେ ସତର୍କ ହୋଇଗଲେ। କିଛି ଲୋକ ହାତ ଯୋଡ଼ିକି ଗୋଟେ ଲାଇନରେ ଛିଡ଼ା ହୋଇଗଲେ। ଠିକ୍ ସେତିକି ବେଳେ ଗୋଟେ ନୂଆ ଚମକୁଥିବା ଗାଡ଼ି ଆସି ପହଞ୍ଚିଲା। ସେ ଗାଡ଼ି ପଛେ ପଛେ ଆଉ 3ଟି କାର୍ ମଧ୍ୟ ଆସି ରହିଲା। ଏସବୁ ଦେଖିକି ସମସ୍ତେ ଚୁପଚାପ ହୋଇଗଲେ। ଚାରିଆଡ଼େ ଯେମିତି ଶାନ୍ତ ପରିବେଶ ହୋଇଗଲା। ସେ ଗାଡ଼ିରୁ ଜଣେ ମହିଳା ଓହ୍ଲେଇଲେ। ସେ ବ୍ଲାକ୍ ଗୋଲ୍ଡେନ କଲରର ଶାଢ଼ୀ ପିନ୍ଧିଥାନ୍ତି। ଆଖି ତାଙ୍କର ଚମକୁଥାଏ। ମୁହଁରେ ଏକଦମ ଶକ୍ତ ଦେଖାଯାଉଥାନ୍ତି। ସେ ମହିଳା ଜଣକ ହେଉଛନ୍ତି ଡିଏମ୍ ସନ୍ଧ୍ୟା। ତାଙ୍କ ସହିତ ସୁରକ୍ଷା କର୍ମୀ ମଧ୍ୟ ଆସିଥାନ୍ତି। ତାଙ୍କ ଚାଲି ଜୋର ଥାଏ। ତାଙ୍କ ଚେହେରାରେ ଅଧିକାରୀ ଭଳି ତେଜ, ଆଉ ଆଖିରେ ଘମଣ୍ଡ ସଫା ସଫା ଦେଖାଯାଉଥାଏ। ସେ ଆଗକୁ ଆଗକୁ ଚାଲିଥାନ୍ତି, ଯେମିତି କାହାକୁ ଚିହ୍ନିବା ଜାଣିବା ତାଙ୍କ ସମାସ୍କନ୍ଦ ଠାରୁ କମ୍। ସେ କାହାକୁ ବି ଚିହ୍ନିବା ଜାଣିବାକୁ ଚାହୁଁନଥାନ୍ତି। କିନ୍ତୁ ଠେଲା ପଛରେ ଛିଡ଼ା ହୋଇଥିବା ଉଦୟ ପ୍ରତାପ ତାଙ୍କୁ ଚାହିଁକି ରହିଗଲେ। କିଛି ସମୟ ପାଇଁ ତାଙ୍କ ହାତ ଅଟକିଗଲା। ସନ୍ଧ୍ୟା ଗୋଟେ ଥର ପଛକୁ ବୁଲି ଚାହିଁକି ଦେଖିଲେ। ତାଙ୍କ ଆଖି ଉଦୟ ପ୍ରତାପଙ୍କ ଉପରେ ପଡ଼ିଲା। ଗୋଟେ ସମୟ ଏମିତି ଲାଗିଲା ଯେମିତି ସମୟ ସେଇଠି ରହିଯାଇଛି। ତାପରେ ସନ୍ଧ୍ୟା କିଛି ନ କହି ଆଗକୁ ଚାଲିଲେ, ଯେମିତି ସେ ଉଦୟ ପ୍ରତାପକୁ ଜାଣି ନାହାନ୍ତି। ଉଦୟ ପ୍ରତାପ ସେଇଠି ଛିଡ଼ା ହୋଇ ରହିଗଲେ। କିଛି କହିପାରିଲେ ନା କିଛି କରିପାରିଲେ। ତାଙ୍କୁ ଯେମିତି ଭିତରୁ ଗୋଟେ ବଡ଼ ଝଟକା ଲାଗିଲା। ସେଇଠି ଆଖପାଖରେ ଛିଡ଼ା ହୋଇଥିବା ଲୋକମାନେ ତାଙ୍କୁ ଦେଖୁଥାନ୍ତି। କିଏ ହସୁଥାଏ ତ କିଏ ନିଜ ନିଜ ଭିତରେ କଥା ହେଉଥାନ୍ତି। ସେଇମାନଙ୍କ ଭିତରୁ କେହି ଜଣେ କହିଲା, ଆରେ ଏ ସିଙ୍ଗଡ଼ା ବନାଉଥିବା ଲୋକ ଡିଏମ୍ ମ୍ୟାଡ଼ାମଙ୍କ ସ୍ୱାମୀ କି? ହଁ, ଡିଏମ୍ ମ୍ୟାଡ଼ାମକୁ କ'ଣ ମନେ ଥିବ ଇଏ ତାଙ୍କ ସ୍ୱାମୀ ବୋଲି? ଏମିତି କଥା ଶୁଣିବା ପରେ ଉଦୟ ପ୍ରତାପଙ୍କୁ ବହୁତ ଅପମାନିତ ଲାଗିଲା। ଠିକ୍ ସେତିକି ବେଳେ 3 ଜଣ ପୁଲିସବାଲା ଆସିଲେ। ଆସିକିରି ପଚାରିଲେ, ତୁମ ନାଁ ଉଦୟ ପ୍ରତାପ? ଉଦୟ ପ୍ରତାପ ଧୀରେ ସେ ହଁ, ମୁଁ ଉଦୟ ପ୍ରତାପ ବୋଲି କହିଲେ। ତାପରେ ପୋଲିସବାଲା କହିଲେ, ଚୁପଚାପ ଚାଲ, ତୁମ ନାଁରେ କମ୍ପ୍ଲେନ୍ ଆସିଛି। ବସ୍ଷ୍ଟାଣ୍ଡରେ ବିନା ଅନୁମତିରେ ଠେଲା ରଖୁଛ, ବସ୍ଷ୍ଟାଣ୍ଡରେ ଅଳିହା କରୁଛ। ଏମିତି କହି ପୋଲିସ ବହୁତ ପାଟିତୁଣ୍ଡ କଲେ। ଏସବୁ ଉଦୟ ପ୍ରତାପ ବି କିଛି ବୁଝିପାରୁନଥାନ୍ତି। ମୁଁ କିଛି ବି ଭୁଲ କରିନି। କିନ୍ତୁ କେହି ବି ତାଙ୍କ କଥା ଶୁଣିଲେ ନାହିଁ। ପୋଲିସ ଅଫିସର ଉଦୟ ପ୍ରତାପଙ୍କୁ ଧରିକି ଥାନାକୁ ନେଇଗଲେ। ଥାନାରେ ତାଙ୍କୁ ବସେଇ ଦେଲେ। ତାପରେ ଜଣେ କନେଷ୍ଟବଳ ଜୋର ପାଟିରେ କହିଲେ, ଡିଏମ୍ ମ୍ୟାଡ଼ାମ ନିଜେ କହିଛନ୍ତି, ୟାଙ୍କର ଭଲ ଭାବରେ କ୍ଲାସ୍ ନିଅ, ଆଉ ୟାଙ୍କୁ ଠିକ୍ କର। ଏକଥା ଶୁଣିବା ପରେ ଉଦୟ ପ୍ରତାପଙ୍କ ଆଖିରେ ଆଖିଏ ଲୁହ ଆସିଗଲା। ତାପରେ ବି ସେ କହିଲେ, ମୁଁ ସନ୍ଧ୍ୟାର ସ୍ୱାମୀ, ମୁଁ କ'ଣ କରିଛି? ଏକଥା ସମାପ୍ତ ବି ହେଇନି ତାଙ୍କ ପିଠିରେ ଜୋରରେ ଦଣ୍ଡା ପାହାର ବସିଗଲା। ଥାନାରେ ସମସ୍ତେ ହସିଲେ। କିଏ କହିଲା,
ଆରେ ଶୁଣ, ସିଙ୍ଗଡ଼ାବାଲା କହୁଛି ମୁଁ ଡିଏମ୍ ମ୍ୟାଡ଼ାମଙ୍କ ସ୍ୱାମୀ। ଏ କଥା ଶୁଣିକି ସମସ୍ତେ ମଜାକ ଉଡ଼େଇଲେ। ଉଦୟ ପ୍ରତାପକୁ କହିଲେ, ନିଜ ମୁହଁ ଦେଖିଛୁ ତ? ଡିଏମ୍ ମ୍ୟାଡ଼ାମଙ୍କ ସ୍ୱାମୀ ବୋଲି କହୁଛୁ। ତତେ ବି ମାନିବାକୁ ପଡ଼ିବ। ଗାଳି ମାରପିଟ ଏସବୁ କିଛି ଏକାଥରକରେ ଚାଲିଥାଏ। କିନ୍ତୁ ଉଦୟ ପ୍ରତାପ ଚୁପ୍ ଥିଲେ। ଏବେ ତାଙ୍କ ଆଖିରେ ଲୁହ ନଥିଲା, ବାସ୍ ଗୋଟିଏ ନୀରବ ଥାଏ। ଯାହା କଷ୍ଟ ଅପମାନ ତାଙ୍କ ଭିତରେ ଭିତରେ ଜଳୁଥିବା ରାଗ ଥାଏ। ତା ପରଦିନ ସକାଳେ କିଛି ନ କହି ତାଙ୍କୁ ଛାଡ଼ିଦେଲେ। ଉଦୟ ପ୍ରତାପ ସିଧା ଯାଇ ଡିଏମ୍ ଅଫିସରେ ପହଞ୍ଚିଲେ। ଗେଟ୍ ପାଖରେ ଥିବା ସିକ୍ୟୁରିଟିକୁ ଉଦୟ ପ୍ରତାପ କହିଲେ, ମୁଁ ସନ୍ଧ୍ୟାକୁ ଭେଟ କରିବାକୁ ଚାହୁଁଛି। ସିଏ ମୋ ସ୍ତ୍ରୀ। ସିକ୍ୟୁରିଟି ହସିକିରି କହିଲେ, ଫେର ଆସିଗଲା। ଆରେ କାଲି ତତେ ଏତେ ବୁଝେଇଥିଲୁ, ଏଠି ମଜାକ ଚଳେ ନାହିଁ। ଠିକ୍ ସେତିକି ବେଳେ ଜଣେ ଅଧିକାରୀ ବାହାରକୁ ଆସିଲେ। ସେ ଉଦୟ ପ୍ରତାପଙ୍କ ହାଲତ ଦେଖିଲେ ଆଉ ରାଗରେ କହିଲେ, ଆକୁ ଏଠୁ ବାହାର କରିଦିଅ। ଆର ସାହସକୁ ତୁ ଦେଖ। କିଏ ସନ୍ଧ୍ୟା, କିଏ ସ୍ୱାମୀ? ସିକ୍ୟୁରିଟି ଧକ୍କା ମାରି ବାହାର କରିଦେଲେ। କିନ୍ତୁ ଏଥରକ ଉଦୟ ପ୍ରତାପ ଚୁପ୍ ବସିଲେନି। ସେ ଗୋଟିଏ RTI ଫର୍ମ ଭରିଲେ। ସେ ପ୍ରଥମ ଅକ୍ଷର ଲେଖିଲେ, କ'ଣ ଡିଏମ୍ ସନ୍ଧ୍ୟା ମ୍ୟାଡ଼ାମ ବିବାହିତ? ଯଦି ହଁ, ତାହେଲେ ତାଙ୍କ ସ୍ୱାମୀଙ୍କ ନାମ କ'ଣ? କିଛି ଦିନ ଭିତରେ ଏ ଚିଠି ସନ୍ଧ୍ୟାର ଅଫିସରେ ଯାଇ ପହଞ୍ଚିଗଲା। ଗୋଟେ ଅଫିସର ଡିଏମ୍ ମ୍ୟାଡ଼ାମଙ୍କ ପାଖକୁ ଗଲେ ଆଉ କହିଲେ, ମ୍ୟାଡ଼ାମ, ଏ RTI ଆସିଛି। ୟାର ଜବାବ ଦେବାକୁ ପଡ଼ିବ। ସନ୍ଧ୍ୟା ଫର୍ମ ଦେଖିଲେ, ପଢ଼ିଲେ ଆଉ ରାଗରେ ଚିରି ଦେଲେ। କହିଲେ, ଯିଏ ଏ ଫର୍ମ ପଠାଇଛି ତାକୁ ଭଲ ଭାବରେ ବୁଦ୍ଧି ଶିଖାଇ ଦିଅ। ଏ କଥା ଯେମିତି ବାହାରକୁ ନ ଯାଏ। ଅଫିସର ଡରିକିରି କହିଲେ, କିନ୍ତୁ ମ୍ୟାଡ଼ାମ, ଏ କାନୁନ ହିସାବରେ ଜରୁରୀ। ଆପଣଙ୍କୁ ଜବାବ ଦେବାକୁ ହିଁ ପଡ଼ିବ, ନହେଲେ ମାମଲା କୋର୍ଟକୁ ଯାଇପାରେ। ସନ୍ଧ୍ୟା କହିଲେ, ତ କ'ଣ ହେଲା? ଯିବାକୁ ଦିଅ କୋର୍ଟକୁ। ମୁଁ କିଛି ବି ଜବାବ ଦେବିନି। ଚୁପ୍ ରୁହ, ଯେମିତି ମିଡ଼ିଆ ପାଖକୁ ଏକଥା ନ ଯାଏ। ଏ କଥାକୁ ଏଇଠି ଦବାଇ ଦିଅ। କିନ୍ତୁ ଏଥର ଉଦୟ ପ୍ରତାପ ଚୁପ୍ ରହିଲେ ନାହିଁ। ଜଣେ ଲୋକାଲ ସାମ୍ବାଦିକ ଉଦୟ ପ୍ରତାପଙ୍କୁ ଖୋଜି ବାହାର କରିଦେଲେ। ଉଦୟ ପ୍ରତାପଙ୍କ ମିଡ଼ିଆ କ୍ୟାମେରା ସାମ୍ନାରେ କହିଲେ, ମୁଁ ଡିଏମ୍ ସନ୍ଧ୍ୟାଙ୍କ ସ୍ୱାମୀ। ମୁଁ ସନ୍ଧ୍ୟାକୁ ପାଠ ପଢ଼େଇଛି। ମୋର ସବୁ ଜମିବାଡ଼ି ବିକିକି ତାଙ୍କୁ ଦିଲ୍ଲୀ ପଠାଇଥିଲି କୋଚିଂ ନେବା ପାଇଁ। ଆଜି ସେ ଡିଏମ୍। ଏବେ ସେ ମୋତେ ପରିଚୟ ଦେବା ପାଇଁ ଚାହୁଁନାହାନ୍ତି। ଏ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଗଲା। ଟିଭିରେ ହେଡ଼ଲାଇନ୍ ଆସିଗଲା। କ'ଣ ବସ୍ଷ୍ଟାଣ୍ଡରେ ବିକୁଥିବା ସିଙ୍ଗଡ଼ାବାଲା ଡିଏମ୍ଙ୍କ ସ୍ୱାମୀ? ଡିଏମ୍ ମ୍ୟାଡ଼ାମ ବସ୍ଷ୍ଟାଣ୍ଡରେ ସ୍ୱାମୀକୁ ଦେଖି ପରିଚୟ ଦେଲେନି। ଏବେ ଏ ମାମଲା ପୋଲିସ ଥାନା କି ଅଫିସରେ ସୀମିତ ରହିଲା ନାହିଁ। ଏ ମାମଲା ଜନତା ମିଡ଼ିଆଙ୍କ ପାଖରେ ପହଞ୍ଚି ସାରିଥିଲା। ଉଦୟ ପ୍ରତାପ କୋର୍ଟରେ କେସ୍ କଲେ। ସେ କହିଲେ, ମୁଁ ଡିଏମ୍ ସନ୍ଧ୍ୟାଙ୍କ ସ୍ୱାମୀ। ମୋ ପାଖରେ ସାକ୍ଷୀ ଅଛନ୍ତି ଆଉ ଆମ ବାହାଘରର ପ୍ରମାଣପତ୍ର ମଧ୍ୟ ଅଛି। ଫଟୋଠାରୁ ଆରମ୍ଭ କରି ସବୁକିଛି କାଗଜପତ୍ର ଅଛି। ଯଦି କୌଣସି ଅଧିକାରୀ ଏସବୁକୁ ମିଛ ଭାବେ, ତେବେ ମୋର ବହୁତ ଅପମାନ ହେବ। ଏ ହେଉଛି ମୋ ଇଜ୍ଜତର ପ୍ରଶ୍ନ। କୋର୍ଟ ଶୁଣାଣିର ତାରିଖ ଠିକ୍ କଲେ। ଖବର ମିଡ଼ିଆ ପାଖରେ ଯାଇ ପହଞ୍ଚିଗଲା। ଏବେ ମାମଲା ଆହୁରି ବଡ଼ ଆକାରରେ ରୂପ ନେଇଗଲା। ଡିଏମ୍ ମ୍ୟାଡ଼ାମ ଏବେ ପ୍ରଶ୍ନର ଘେରରେ ଥାଆନ୍ତି। ଉଦୟ ପ୍ରତାପଙ୍କୁ କିଛି ଲୋକଙ୍କ ଠାରୁ ଧମକ ମିଳୁଥିଲା। କେହି ଧମକେଇଲେ ମଧ୍ୟ। କିନ୍ତୁ ତାପରେ ବି ସେ କୌଣସି ଥାନାରେ କିଛି ଅଭିଯୋଗ କଲେନି। ସେ କେବଳ କୋର୍ଟର ତାରିଖକୁ ଅପେକ୍ଷା କରିଥିଲେ। ଏବେ ତାଙ୍କ ଚେହେରାରେ ସାଧାରଣ ଲୋକଙ୍କ ପରି ନଥିଲା। ଏବେ ସେ କେବଳ ସତ ନ୍ୟାୟର ଶବ୍ଦ ହୋଇଯାଇଥିଲେ, ଯାହା କୌଣସି ପଦକୁ ହଲେଇ ଦେବ। ପ୍ରଥମ ଶୁଣାଣି ଦିନ କୋର୍ଟ ଭିତରେ ବହୁତ ଭିଡ଼ ଥିଲା। ସନ୍ଧ୍ୟାର କେସ୍ ଲଢ଼ିବା ପାଇଁ 4 ଜଣ ଓକିଲ ଆସିଥିଲେ। ସମସ୍ତେ ସୁଟ୍ ସାର୍ଟ, ମୋଟା ମୋଟା ଫାଇଲ ନେଇକି ଆସିଥାନ୍ତି। ଉଦୟ ପ୍ରତାପ ଏକା ଥାନ୍ତି। ତାଙ୍କ ପାଖରେ କେବଳ ଗୋଟେ ବାହାଘରର ଫାଇଲ ଆଉ ବାହାଘରର କିଛି ଫଟୋ ଥାଏ। ଜଜ୍ ପଚାରିଲେ ଉଦୟ ପ୍ରତାପଙ୍କୁ, ଏତେ ହକରେ କହୁଛ ତୁମେ ଡିଏମ୍ ସନ୍ଧ୍ୟାଙ୍କ ସ୍ୱାମୀ? ଉଦୟ ପ୍ରତାପ ଜଜ୍ଙ୍କ ସାମ୍ନାରେ ବାହାଘରର ଫଟୋ ରଖିଦେଲେ। ତାପରେ ଦେଖାଇଲେ ବାହାଘରର ରେଜିଷ୍ଟ୍ରେସନ, ଗାଁର ସରପଞ୍ଚ ସାର୍ଟିଫିକେଟ୍ ଆଉ ଗୋଟେ ଚିଠି, ଯାହା ସନ୍ଧ୍ୟା ଦିଲ୍ଲୀରେ କୋଚିଂ ନେଉଥିବା ସମୟରେ ଲେଖିଥିଲେ। ଉଦୟ ପ୍ରତାପ
ଯଦି ମୁଁ କିଛି ବି ଆଜି ହୋଇପାରିଛି ସେ କେବଳ ତୁମ ପାଇଁ। ସନ୍ଧ୍ୟାର ଓକିଲ ଏସବୁକୁ ମିଛ ପ୍ରମାଣ କରିବାକୁ ଚେଷ୍ଟା କଲେ। ସେ କହିଲେ ଏସବୁ ନକଲି ହୋଇଥାଇପାରେ। ଯଦି ବାହାଘର ବି ହୋଇଥିଲା ଏ ଲୋକ ସନ୍ଧ୍ୟାର ସ୍ୱାମୀ ନୁହେଁ, କେହି ଜଣେ ଜଣାଶୁଣା ହୋଇଥିବେ। କୋର୍ଟ ଯେତେବେଳେ ସାକ୍ଷୀକୁ ଡାକିଲେ ସାକ୍ଷୀ ସରପଞ୍ଚ ଉଦୟ ପ୍ରତାପଙ୍କ ସ୍କୁଲ ସାର୍ କୋଚିଂ ସେଣ୍ଟରର ଡାଇରେକ୍ଟର୍ସ ସାକ୍ଷୀ ଦେଲେ। ତାପରେ ସବୁ ସତ ଧୀରେ ଧୀରେ ଆଗକୁ ଆସିଲା। ସମସ୍ତେ ଗୋଟିଏ କଥା କହୁଥାନ୍ତି ସନ୍ଧ୍ୟା ଉଦୟ ପ୍ରତାପଙ୍କ ବାହାଘର ସତରେ ହୋଇଥିଲା। ସମ୍ପୂର୍ଣ୍ଣ ଗାଁ ଏହାର ସାକ୍ଷୀ। ଉଦୟ ପ୍ରତାପଙ୍କର ଜଣେ ଲୋକ ଥିଲା ଯିଏ ସନ୍ଧ୍ୟାର ପାଠ ପଢ଼ା ପାଇଁ ତାଙ୍କର ସବୁ କିଛି ତ୍ୟାଗ କରିଦେଇଥିଲେ। ଜଜ୍ କିଛି କହିଲେନି, କିନ୍ତୁ ତାଙ୍କ ମୁହଁରେ ଟେନସନ୍ ସଫା ସଫା ଦେଖାଯାଉଥାଏ। ସେ କେବଳ ଆଗ ଶୁଣାଣି ପାଇଁ ତାରିଖ ଠିକ୍ କଲେ। ଆସନ୍ତା ଶୁଣାଣି ଦିନ କୋର୍ଟ ବାହାରେ ମିଡ଼ିଆବାଲାଙ୍କ ଭିଡ଼ ଥାଏ। ଯେତେବେଳେ ସନ୍ଧ୍ୟା ସରକାରୀ ଗାଡ଼ିରୁ ଓହ୍ଲାଇଲେ ସବୁ ମିଡ଼ିଆମାନେ ସନ୍ଧ୍ୟା ଆଗକୁ କ୍ୟାମେରା ବୁଲାଇଦେଲେ। ସନ୍ଧ୍ୟାଙ୍କ ମୁହଁରେ ଦୁଃଖ ଭାବ ଦେଖାଯାଉଥାଏ। ଆଉ ଗୋଟେ ପଟେ ଉଦୟ ପ୍ରତାପ ପୁରୁଣା ଚପଲ ପିନ୍ଧି ଜୋର ଜୋରରେ କୋର୍ଟ ଭିତରକୁ ଆସିଲେ। ତାଙ୍କ ଚେହେରାରେ କୌଣସି ଡର ନଥିଲା। ତାଙ୍କ ପାଦ ମଜବୁତ ଥିଲା। କୋର୍ଟର ଦୁଇ ପକ୍ଷଙ୍କୁ ପ୍ରଶ୍ନ ପଚାରିଲେ। ସନ୍ଧ୍ୟା ପୁଣି ସେଇ କଥା କହିଲେ, ମୁଁ ଉଦୟ ପ୍ରତାପଙ୍କୁ ଜାଣି ନାହିଁ। ଠିକ୍ ସେତିକିବେଳେ ଉଦୟ ପ୍ରତାପ ତାଙ୍କ ବ୍ୟାଗର ଗୋଟିଏ ପୁରୁଣା ଡାଏରୀ ବାହାର କଲେ। ସେଥିରେ ସନ୍ଧ୍ୟା ଲେଖିଥିବା ଗୋଟେ ଚିଠି ଥିଲା। ଉଦୟ ପ୍ରତାପ, ଆଜି ମୁଁ ଇଣ୍ଟରଭ୍ୟୁ ଦେବା ପାଇଁ ଯାଉଛି। ତୁମେ ଆଜି ମୋତେ ଏଇଠି ପହଞ୍ଚେଇଛ। ବାସ୍ ଠାକୁରଙ୍କୁ ପ୍ରାର୍ଥନା କର ମୁଁ ଏ ଇଣ୍ଟରଭ୍ୟୁରେ ପାସ୍ ହୋଇଯାଏ। ପୁରା କୋର୍ଟରେ ହୋ ହଲ୍ଲା ହେଇଗଲା। ସନ୍ଧ୍ୟା ଆଖି ତଳକୁ ହୋଇଗଲା। ମୁଣ୍ଡ ତଳକୁ ହାଣି ସନ୍ଧ୍ୟା ଛିଡ଼ା ହୋଇଥାନ୍ତି। ଜଜ୍ ସେତେବେଳେ କିଛି କହିଲେନି, କିନ୍ତୁ ଶୁଣାଣିକୁ ସୁରକ୍ଷିତ ରଖିଲେ। ଶୁଣାଣିର ନିଷ୍ପତ୍ତି ଦିନ କୋର୍ଟରେ ବହୁତ ଭିଡ଼ ଥାଏ। ଜଜ୍ ତାଙ୍କର ଶୁଣାଣି ନିଷ୍ପତ୍ତି କହିଲେ, ଏକଥା ସତ, ସନ୍ଧ୍ୟା ଉଦୟ ପ୍ରତାପଙ୍କ ବାହାଘର ହୋଇଥିଲା। ସନ୍ଧ୍ୟା ଜାଣିଶୁଣି ତାଙ୍କ ସ୍ୱାମୀଙ୍କ ପରିଚୟ ଲୁଚାଇଥିଲେ। ଏ ନିଷ୍ପତ୍ତି ପରେ ସେହିଦିନ ସନ୍ଧ୍ୟାରେ ଉଦୟ ପ୍ରତାପ ତାଙ୍କ ବସ୍ଷ୍ଟାଣ୍ଡ ପାଖ ସିଙ୍ଗଡ଼ା ଠେଲାକୁ ପୁଣି ଫେରି ଆସିଥିଲେ। ସେ ପୁଣି ଆଗ ପରିକା ସିଙ୍ଗଡ଼ା ବନାଉଥାନ୍ତି। ଏଥର ତାଙ୍କ ମନରେ କୌଣସି ଦୁଃଖ ନଥିଲା। ନା ଗାର୍ଡ, ନା ସରକାରୀ ଗାଡ଼ି, ନା କୌଣସି ଅଫିସର। ବାସ୍ ସେହି ପୁରୁଣା ଠେଲା, ପୁରୁଣା ଜିନିଷ, ସେହି ବସ୍ଷ୍ଟାଣ୍ଡ। କିନ୍ତୁ ମନରେ ଥାଏ ସନ୍ଧ୍ୟା ଏମିତି କେମିତି କରିପାରିଲେ ମୋ ସହ? ଗୋଟେ ଦିନ ଏମିତି ଥିଲା ମୋ ବିନା ସେ ରହିପାରୁନଥିଲେ। ଆଜି ଡିଏମ୍ ହୋଇଗଲେ ବୋଲି କ'ଣ ଏତେ ବଦଳି ଯିବେ? ଏଇଭଳି କିଛି ଦିନ ବିତିଗଲା। ସନ୍ଧ୍ୟା ମନରେ ବହୁ ଚିନ୍ତା କଲେ, ଆଉ ତାଙ୍କର ଭୁଲକୁ ବୁଝିପାରିଲେ। ସେ ସଙ୍ଗେ ସଙ୍ଗେ ଆସି ବସ୍ଷ୍ଟାଣ୍ଡ ପାଖରେ ପହଞ୍ଚିଲେ। ଦେଖିଲେ ଉଦୟ ପ୍ରତାପ ସିଙ୍ଗଡ଼ା ଛାଣୁଛନ୍ତି। ସନ୍ଧ୍ୟା ଆସି ଉଦୟ ପ୍ରତାପଙ୍କ ଗୋଡ଼କୁ ଧରି ପକାଇଲେ, ଆଉ କହିଲେ ମୋର ଭୁଲ ହୋଇଯାଇଛି। ମୋର ପଦବୀ ଏତେ ବଡ଼ ଥିଲା, ମୋର ସମ୍ମାନ ଖରାପ ହେବ ଭାବି ତୁମକୁ ସ୍ୱାମୀ ବୋଲି ପରିଚୟ ଦେଉନଥିଲି। କିନ୍ତୁ ଆଜି ବୁଝିପାରିଲି ଯେଉଁ ସମ୍ମାନ ପାଇଁ ମୁଁ ତୁମକୁ ପରିଚୟ ଦେଉନି, ସେହି ବଡ଼ ପଦବୀ ଡିଏମ୍ ପରିଚୟ ମୋ ସ୍ୱାମୀ ମୋତେ ଦେଇଛନ୍ତି। ଏକଥା ଶୁଣିବା ପରେ ଉଦୟ ପ୍ରତାପ ଆଖିରେ ଲୁହ ବୋହିଗଲା। ଉଦୟ ପ୍ରତାପ ଆଉ ସନ୍ଧ୍ୟା ଗୋଟେ ଘରେ ରହିଲେ। ଆପଣମାନଙ୍କୁ ଯଦି ମୋ କାହାଣୀଟି ଭଲ ଲାଗିଥିବ ନିଶ୍ଚୟ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। କାହାଣୀଟି କିପରି ଲାଗିଲା ଆପଣଙ୍କ ମତାମତ କମେଣ୍ଟ ବକ୍ସ ମାଧ୍ୟମରେ ଜଣାଇବେ। ରହିଲି, ଜୟ ଜଗନ୍ନାଥ।